आज पवित्र श्रीपंचमी ଏହି ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଛି। ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜୟଙ୍କ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ଶୁଭ ମୁହୂର୍ତ୍ତରେ ରଥ ମହାରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତମାନେ ରଥ କାଠ ଅନୁକୂଳ ପାଇଁ ଗମନ କରିଥିଲେ। ବାରିପଦା ସହର ନିକଟସ୍ଥ ଗୌଡ଼ଡିହା ଜଙ୍ଗଲରୁ ଏହି ରଥ କାଠ ସଂଗ୍ରହ ହୋଇଥିବା ବେଳେ ସେବାୟତ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ କାଠ ସଂଗୃହୀତ ହୋଇଛି। ସେଠାରେ ଚିହ୍ନିତ ହୋଇଥିବା ଗଛକୁ ପୂଜାର୍ଚ୍ଚନା ପୂର୍ବକ ଅନୁମତି ଭିକ୍ଷା କରାଯାଇ ଶଙ୍ଖଧ୍ୱନି ଏବଂ କୀର୍ତ୍ତନ ପୂର୍ବକ ଗଛ କଟାଯାଇ ଏହାକୁ ରଥ ଖଳାକୁ ଅଣାଯାଇଛି। ରଥ ଖଳାରେ କାଠ ଅନୁକୂଳ ନେଇ ପୂଜା ହୋଇଛି। ଚଳିତ ବର୍ଷ ଏହି କାଠକୁ ରଥର 18 ନାହାକ କାର୍ଯ୍ୟରେ ଲଗାଯିବ ବୋଲି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବସନ୍ତ ପଞ୍ଚମୀ ଏ ମହାପ୍ରଭୁଙ୍କର ରଥ କାଠ ଅନୁକୂଳ ପାଇଁ ପ୍ରତ୍ୟେକ ବର୍ଷ ଆମକୁ ମାନେ ଆମର ଯେଉଁ ସବ୍ କଲେକ୍ଟର ଅଛନ୍ତି ଉପଜିଲ୍ଲାପାଳ ସେ ଆମକୁ ଚିଠି କରିବେ, ବନ ବିଭାଗ ଅଧିକାରୀଙ୍କୁ ବି ଚିଠି କରାଇ ସେ ତାଙ୍କ ଆଦେଶ ଅନୁମତି କ୍ରମେ ଆମେ ଗୋଟେ ଜଙ୍ଗଲକୁ ଆସିକି ଗୋଟେ ଅନୁକୂଳ ପାଇଁ କାଠ 11 ହାତ 11.5 ହାତ କାଠଟାକୁ ଆମେ ନେଇକି ଯାଉଛେ। ସେଟା ଆମର 18 ନାଇକା ହେଇପାରିବ। ଆଉ ଦେଖନ୍ତୁ ଏ ଗଛଟା କାଟିବା ପୂର୍ବରୁ ଆମର ଯେମିତିକା ଗୋଟେ ଗଛର ଗୋଟେ ମାନେ ଅଙ୍ଗ କଟିଗଲେ ତାକୁ କଷ୍ଟ ହୁଏ, ତେଣୁ ଗୋଟେ ଗଛଟାକୁ ମୂଳରୁ କାଟା ହେଉଛି ମାନେ ତାକୁ କେତେ କଷ୍ଟ ହେଇଥିବ। ଏଇଟା ମହାପ୍ରଭୁଙ୍କ କାମରେ ଲାଗୁଛି। ଆଗେ ଅନୁମତି ମାଗେ ଯେ ତୁ ଗଛ ଜନ୍ମ ତୁ ତରିଗଲୁ, ତ ଏଇ ଗଛଟାକୁ ଆମେ ମହାପ୍ରଭୁଙ୍କ କାମରେ ଲାଗିବ ବୋଲି ଆମେ ତାକୁ ଅନୁମତି ଦେଲା ପରେ ଆମେ ମୁଣ୍ଡିଆ ମାରିକି ସେ ଗଛଟାକୁ କାଟିଲୁ। ଏହା ହେଉଛି ଆମର ପରମ୍ପରା। ତେଣୁ ଆମେ ଏଇ ଅନୁକୂଳ କରିକି ନେଇକି ପହଞ୍ଚିକି ଶ୍ରୀମନ୍ଦିର ଭିତରେ ପହଞ୍ଚାଇବୁ। ତାପରେ ରାତିରେ ପୂଜା ଅର୍ଚ୍ଚନା କରିକି ତାଙ୍କୁ ରଖିବେ। ଏହା ହେଉଛି ପରମ୍ପରା। କେଉଁ ଜଙ୍ଗଲ ହେଉଛି ଏଇଟା ଆପଣଙ୍କର ମହୁଲିଆ ଜଙ୍ଗଲରୁ ଗୌଡି ପଞ୍ଚାୟତ ଭିତରେ ଯାଉଛି। ସେଠୁ ଗଛ ପାଇପ୍ ସିଲେକ୍ସନ୍ କରିକି ନେଲୁ। ମୟୂରଭଞ୍ଜରୁ ପ୍ରଦୀପ୍ତ ହୋତାଙ୍କ ରିପୋର୍ଟ, ଖବର ଓଡ଼ିଶା।